କିଛି ପଚାରିକି ତାଙ୍କ ଅତୀତରେ ଘଟିଥିବା ଘଟଣା ଭୂତ ବିଷୟରେ କ'ଣ କ'ଣ ତାଙ୍କ ଅତୀତରେ ଘଟିଥିବା ଘଟଣାକୁ ମୁଁ ତାଙ୍କୁ ଆଜି ପଚାରିବି ମଉସାଙ୍କୁ। ତାଙ୍କୁ ପଚାରିବା ଯାଇକି ମଉସା ତ ଛୋଟବେଳେ ତୁ ଭୂତ ଭୂତ ଦେଖିଛୁ ନା କିଛି? ହଁ ହଁ ଦେଖିଛି। ଦେଖିଛ? ଆଉ ସତରେ କ'ଣ ଭୂତ ଅଛନ୍ତି? ସେତେବେଳେ ଥିଲେ, ସେତେବେଳେ ଏବେ ଏବେ ଅଛନ୍ତି? ସନ୍ଧ୍ୟାବେଳେ ଲୋକ ସେତେବେଳେ ଲଣ୍ଠନ ଜଳିକି ଯିବା ଆସିବା କରନ୍ତି, ଆଉ ସେତେବେଳେ ଲୋକ ଦେଖନ୍ତି ବହୁତ। ହଁ, ଆମ ଉପରେ ଯେ ଆମ ବାପ କି ଦାଦା କି ଭଲ ମନ୍ଦ ଏମାନେ ଦେଖିଛନ୍ତି, ଆଉ ମୁଁ ବି ଦେଖିଛି। ଆଉ ଥରେ ଆମେ ଯାତ୍ରା ପାର୍ଟି ଆମର ଥିଲା ଆଗରୁ ତ ଛୋଟବେଳେ ଯାତ୍ରା ପାର୍ଟି କରୁଥିଲୁ? ହଁ କରୁଥିଲୁ। ସେତେବେଳେ ସମୟର ରାତି ସାରା ଗୋଟେ ଗୋଟେ ବହି ଶେଷ କରନ୍ତି, ମାଷ୍ଟର ଆସିକି ରୁହନ୍ତି, ଆଉ ରାତି ସାରା ଆଉ ବହି ଶେଷ ହବ ଆମେ ଆସୁ। ଦିନେ ମୋତେ ଭୋକ ଲାଗିଲା, ଆଉ ମୁଁ ମୋର ସେତେବେଳେ ସିରିଏଲ ପାର୍ଟ ନଥିଲା, ଆଉ ମୁଁ ପଳେଇ ଆସିଥିଲି ଘରକୁ। ମୁଁ ଯାଉଛି ଖାଇଦେଇକି ପଳେଇ ଆସିଲି। ଆଉ ଆସିକି ଗୋଟେ ପୋଖରୀ ପାଖର ବାଉଁଶ ବୁଦା ଗଳି, ଆଉ ସେଠୁ ଦେଖିଲା ବେଳକୁ ସେ ବାଉଁଶକୁ ପୁରା ମୋ ଆଗରେ ଶୋଇ ପକେଇଲା। ରାସ୍ତା ପୁରା ଶୋଇ ପକେଇଲା। ମୁଁ ଆଉ ଆସିନି କ'ଣ, ଆଉ ଦୌଡ଼ିଛି। ସେତେବେଳେ ମୋର ବୟସ 13, 14 କି 15 ଭିତରେ ହବ। ଆଉ ସେଇଠୁ ମୁଁ ଫେରିକି ପଳେଇଗଲି। ଆଉ ତାପରେ ଆଉ ସେଠି ଗୋଟେ ଥର ଦେଖିଲି ଏଇଆ। କହୁନ ମାନେ ସେ କ'ଣ ବାଁଶ ମାନେ ଲୋକଙ୍କ ହିସାବରେ ଲୋକ ଭଳିଆ ଠିଆ ହବ ନା ମାଙ୍କଡ଼ଙ୍କ ଭଳିଆ ହେଇକି ସେ ବାଉଁଶ ବୁଦାକୁ ଶୋଇଦେଲା ଆଉ ରାସ୍ତା ଉପରେ? ହଁ, ଆଉ ଶୋଇଦେଲା। ଆଉ ସେଠୁ ମୁଁ ଫେରିକି ଆଉ ଆସିଲିନି ଘରକୁ, ଫେରିକି ପଳେଇଲି। ତମେ କହୁଥିଲ ତମ ବାଡ଼ିର ଯୋଉ ନୂଆ ଘର ଯୋଉ କରୁଛ ଏବେ, ଆଗରୁ ତମେ ସେ ଘର କଲା ଟାଇମରେ ସେଠି ଗାଡ଼ି ଆଗରୁ କିଏ ଗୋଟେ ଯିବା ଆସିବା? ହଁ, ଏବେ ସୁଦ୍ଧା ସେ ଯିବା ଆସିବା କରୁছে। ସେଇ ରାତିର ସେ ଗଳି ଭିତରେ ଆଉ ଯିବା ଆସିବା କରୁছে। ଆମର ଏବେ ଘର କରିବା ପାଇଁ ସେ ଜାଗା ଉପରକୁ ଆଗରୁ ଘର ଥିଲା, ସେ ଗଳି ଗୋଟେ ଥିଲା, ଆଉ ସେ ଗଳିର କି ସେ ଯିବା ଆସିବା କରେ। ଯଦି କରେ କାହାର କ୍ଷତି ଫିତି କରେନି। ଗୋରୁ ଗାଈ ସେତେବେଳେ ଗରମ ଦିନରେ ତ ଇଲେକ୍ଟ୍ରିକ୍ ଲାଇଟ୍ ନଥିଲା, ଫ୍ୟାନ୍ ନଥିଲା, ଆମେ ସବୁ ବାଇରେ ଥାଉ। ଆଉ ତାପରେ ସେ ଯେତେବେଳେ ଆସିବ, ଗୋରୁ ସେତେବେଳେ ଦାଣ୍ଡର ବନ୍ଧା ହୁଅନ୍ତି ଖରା ଦିନର, ଆଉ ଗୋରୁ ସବୁ ଉଠି ପଡ଼ିବେ। ଆଉ ସେଇଠୁ ଦେଖନ୍ତି ସିଏ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ସେଇ ଗଳିଏ ଗଳିଏ ସିଏ ତାର ଯାଏ ରାସ୍ତା ଦେଇ। ହଁ, ଆଉ ହାଡ଼ିପଦା ବୋଲି ଗୋଟେ ଜାଗା ଅଛି, ସେଇଠିକି ଯାଏ। ପ୍ରବଳ ମାତ୍ରାରେ ବାହାରନ୍ତି ବାହାରନ୍ତି। ଆମେ ତ ଅବଶ୍ୟ ଦେଖିନୁ। ଆମ ପକ୍ଷା ଯିଏ ବଡ଼ ବୟସ୍କ ଲୋକମାନେ, ଆଉ ସିଏ କ'ଣ କରନ୍ତି ନା, ସେଇ ବାଟ ଦେଇକି ସିଏ ଆମର ଗୋଟେ ମଉସା ବୋଲିକି ସିଏ ସମସ୍ତଙ୍କ ପଛରେ ଆସେ। ଆଚ୍ଛା, ସିଏ ସବୁ କଥା ଘଟଣା କୁହନ୍ତି। ହଁ, ଆଉ ଆଡ଼େ ହାଡ଼ିବଦା ବୋଲି ଗୋଟେ ଜାଗା ଥିଲା, ସେଠି ଗାଡ଼େ ମାର୍କେଟରୁ ଆସିଲା ବେଳେ ଆଡ଼େ ମାଛ ଯିଏ ହଉ ଚିକେନ୍ ଯିଏ ଆଣିବ ଗାଡ଼ିରେ ଟାଣିକି ଛାଡ଼ିଦେବନି ବାଟ। ଆଉ ଗୋଟେ ପଣ୍ଡିତକୁ, ଆଉ ସେ ବାଟେ ସିଏ ତାଙ୍କ ଘରକୁ ଆସେ, ଆଉ ରାତିରେ କେଉଁଠି ପୂଜା ପାଠ କରିକି ଫେରେ। ତାକୁ ଦିନେ ଅଟକେଇକି କହିଲା ଚଣ୍ଡୀ ପଡ଼ିବା, ଚଣ୍ଡୀ ପଡ଼। ବ୍ରହ୍ମ ରାକ୍ଷସ ହଁ, ସେ ଚଣ୍ଡୀ ପଡ଼ିଲାର ତାକୁ ବାଟ ଛାଡ଼ିଲା, ସେ ଗଲେ। ସେ କଥା ଆମେ ବି ଶୁଣିଛୁ। ଭୂତ ଘଟଣା ଯାହା ସବୁ ଘଟିଛି, ସତ ଘଟଣା ଗୁଡ଼ା କିଛି କୁହନ୍ତି। ଆମେ ତ ଶୁଣିତେ ପାଇଛୁ ଭୂତଙ୍କ ସବୁ କଥା ବୁଢ଼ାମାନେ କୁହନ୍ତି, ଏ ଜାଗାରେ ବାହାରନ୍ତି, ସେ ଜାଗାରେ ସବୁ ବାହାରନ୍ତି। ତମେ କ'ଣ ତମ ଜୀବନରେ ସବୁ ଅତୀତରେ ଘଟିଛି ଭୂତ ବିଷୟରେ ଆମକୁ ଟିକେ କୁହନ୍ତି? ଆମ ଜୀବନର ଆମେ ସେତେବେଳେ 10-12 ଜଣ ଲୋକ ଯାଉ ମାଛ ଧରିତେ ଗୋଟେ ଜାଗା ଘେରାଉ କରି ନଈ ପାଖରେ କି ଆମେ ଯାଇଛୁ। ସେଠି ମାଛ ଧରିବା ପାଇଁ ଖଇଁଚି ବସା ହୁଏ, ମାଛ ଗଡ଼ନ୍ତି ତା ଭିତରକୁ। ଆଉ ଆମେ ଗୋଟେ ଜାଗାରେ ବସି ଯାଉ ସମସ୍ତେ। ଆଉ ସିଏ ଆସିକି ଆଉ ସେ ଖଇଁଚିକି ଆଉ ମାଛ ତ ଯିଏ ପଡ଼ିଥିବେ ତାକୁ ସବୁ ଏକଦମ ନେଇକି ପୁଚିକି ପଳେଇ ଆସେ। ସବୁ ମାଛ ନେଇଯିବ ସେ? ହଁ, ପୁଚିକି ନେଇକି ପଳେଇଯିବ। ତମେ କ'ଣ ଦେଖିପାରୁନି? ଦେଖିକି ଆମେ ଯାଉ, ପୁଣି ଦେଖିଲା ବେଳକୁ ମାଛ ଫାଛ କିଛି ନାହିଁ। ଆଉ ପୁଣି ଆସିକି ପୁଣି ବସେଇ ଦେଇକି ତାପରେ ଏଇ ରକମ 2-4 ବାର ଖଣ୍ଡେ କରୁଛୁ।
ଆଉ କଲା ଯେମିତି ସେ ଜଗିକି ଆମେ ସମସ୍ତେ 10-12 ଜଣ କରୁ, କିନ୍ତୁ ପାଖରେ ତ ଆମେ ଆଉ ବସୁନି, ମାଛ ପଡ଼ିବ ବୋଲିକି ଆମେ ଟିକେ ଦୂରେଇକି ବସୁ। ଆଉ ତାପରେ ଏଇ ରକମର ସବୁ ବଡ଼ ବଡ଼ ମାଛ ଯେତେବେଳେ ବାଳିଆ ବେଜିଟି ଏମିତି ସବୁ ପଡ଼ନ୍ତି, ଆଉ ସିଏ ଆସିକି ନେଇକି ପଳେଇଯିବେ। ଆଉ ଏଇ ରକମର ଆମେ ଦେଖୁ। ଆଉ ତାପରେ ଆଉ ଆମେ ସନ୍ଧ୍ୟାବେଳେ ଆଗରୁ ଯେଉଁ ଯାତ୍ରା ହେଉଥିଲା, ସନ୍ଧ୍ୟାବେଳେ ଆମେ କ'ଣ କରୁନା ପଖାଳ ଖାଇଦେଇକି ଦୂର ଦୂରାନ୍ତକୁ ଟୁକା ଛୁଆ ଯେତିକ ଆମ ବୟସର ନା ନା କିଛି ନାହିଁ, ସେତେବେଳେ କିଛି ନଥିଲା। ପ୍ୟାଣ୍ଡେଲ ବନ୍ଧା ହେଉଥିଲା, ଫେରଉ କିଛି ନାହିଁ, ଫାଙ୍କାଟା ହୁଏ। ଯାତ୍ରା ଦେଖନ୍ତି ଆଉ। ହଁ, ଆଉ ଥରେ ସମସ୍ତେ ଖାଇକି ଗୋଟେ ଜାଗାକୁ ଆସିକି ବସୁ। ଆମର ଯେଉଁ ହରିଆଟ ଥିଲା ସେଇଠି ଆସିକି ଆମେ ମଣ୍ଡପ ସେଇଠି ବସିଲେ ସମସ୍ତେ ଆସି ସାରିଲେ ଆମେ ଯାଉଛୁ ଗୋଟେ ଅସ୍ତ ଗଛ ସେ ଶୁଇ ପଡ଼ିଛି, ଆଉ ଗୋଟେ ଦେଖିଲେ ଯେ ଗୋଟେ ହନୁମାଙ୍କୁଡ଼ ବଇଛି, ମାନେ 30 ହାତ ଖଣ୍ଡେ ନାଙ୍ଗୁଡ଼ ଲମ୍ବେଇକି ତଳକୁ ବଇଛି। ସମସ୍ତେ ସେଇଠି ହାଉଳୁ ମାଉଳୁ ହେଇକି ଆଉ କୁଣ୍ଡା କୁଣ୍ଡି ହେଇଗଲୁ, ହେଇକି ଭୟରେ କି ଆଉ ଯେଉଁଠିକି ଆମେ ପଳେଇଗଲୁ। ଆଉ ତାପରେ ସବୁ ଲୋକ ବାକ ପାଟି ଶୁଣିକି ଆସିଲା ପରେ ଆଉ ସେ କାଳେ ଚାଲିଗଲା। ଆଉ ଆମେ ମଉସା ଏଇ ଯେଉଁ ବସୁଛନ୍ତି ପାଖ ତ ଗୋଟେ ଗଡ଼ିଆ ବି ଅଛି, ଗୋଟେ ବରଗଛ ବି ଅଛି। କୁହନ୍ତି କାଳେ ଆଗରୁ ଏଇ ବରଗଛରୁ କାଳେ ମାନେ ଆଗରୁ ମାନେ କିଏ ଗୋଟେ ଡିଆ ମାରିଲା ଭଳିଆ ଆଗରୁ ଆବାଜ ହୁଏ ରାତିରେ, ଆଉ ଶବ୍ଦ ବି ଶୁଭେ କିଏ ଗୋଟେ ଡେଇଁଲା ଭଳିଆ ଗଡ଼ିଆକୁ। ସତର ନା ନା ସତର, ଏଟା ଆଗରୁ କୁହନ୍ତି। ଲୋକ ବସିଛନ୍ତି ଗୋଟେ ସେ ଗଡ଼ିଆକୁ ଡେଇଁଲା ଭଳିଆ ଆବାଜ ହେବ, ଆଉ ଟର୍ଚ୍ଚ ପକେଇକି ଦେଖିଏ କେହି ନଥିବେ, ଏମିତିଆ ହୁଏ ଆଗରୁ। ଆଉ ସେତେବେଳେ କଥା, ଆଉ ଏଇଖିଣା ବହୁତ ପରିବର୍ତ୍ତନ। ଏଇଖିଣା ଚାରିଆଡ଼େ ଲାଇଟ୍ ଆଲୋ ହେଇଗଲା, ଏଠି ଆଉ କିଛି ଆଉ ଦେଖିବାର ନାହିଁ। ଆଉ ଚାରିଆଡ଼େ ବି ଲୋକ 12ଟା 1 ପର୍ଯ୍ୟନ୍ତ ଛୁଆ ଟୋକା ବୁଲାବୁଲି ଚାରିଆଡ଼େ କରୁଛନ୍ତି। ଆଉ ଯେଉଁ ନୂଆ ଚାଷ ଆଗରୁ ହୁଏ, ତମେ ଚାଷ କର ନା? ତମ ବାପ ବୁଢ଼ା ମାଆଙ୍କି ଚାଷ କରନ୍ତି ନା ଆଗରୁ? ହଁ, ଚାଷ କରନ୍ତି। ସିଏ ତମେ ଯାଅ ନା ବିଲକୁ ରାତିରେ? ଆଗରୁ ଷେଣ୍ଢ ଜଗନ୍ତି ନା, କୁହନ୍ତି ଆମେ ଷେଣ୍ଢ ଜଗିତେ ଯାଇଥିଲୁ, ମୁଁ ତ ଦେଖିଲୁ କିଏ ଗୋଟେ ବାହାରିଲା ଆମକୁ ଗୁଡ଼େଇକା ମୁଁ ଶୁଣିଛି, ମୁଁ ଅବଶ୍ୟ ନିଜେ ଦେଖିନି। ସେଦିନ ସେ ଷେଣ୍ଢକୁ ଗୁଡ଼ଉ ଆଉ ତାକୁ ଆଉ ଧରି ପାରୁନାହାନ୍ତି। ଏ ବାଟେ ଯାଉଛି ଯେ ସେ ବାଟେ ବସୁଛି, ସେ ବାଟେ ପାଉନାହାନ୍ତି ଯେ ପୁଣି ସେଠି ଦେଖା ହେଉଛି। ଏଇ ରକମର କରି ସେ ରାତି ସାରା ସେ ଗୁଡ଼େଇ ଜାଣିପାରିକି ପଳେଇଗଲେ। ଆଉ ମଉସା ପାଖରେ ଜଣଙ୍କ ଘର ସେଠିକି କାଳେ ଭୂତ ବାହାରନ୍ତି, ଆମେ ଶୁଣିତେ ପାଇଥିଲୁ। ଆମକୁ ପଚାରିବା ଏଇଟା ସତ ଘଟଣା ମିଛ ଘଟଣା, ମଉସାଙ୍କୁ ପଚାରିଲେ ସବୁ ସତ କଥା ଜଣାପଡ଼ିବ। ମଉସା, ତମ ଘର ପାଖରେ ଗୋଟେ ଘର କାଳେ ତାଙ୍କର ସେଠି କାଳେ ରାତିରେ ଭୂତ ବାହାରନ୍ତି, ତାଙ୍କ କାନ୍ଥ ଦେଲେ ଗଡ଼ିଏ ପକାଏ, ଆଉ ମାଟୁରେ କାଳେ କିଏ ଗୋଟେ ଆବାଜ କରି ତାଙ୍କର ସେ କୁମ୍ଭାର ଘର ଗୋଟେ ସିଏ ଘର ଯେତେବେଳେ କରିଥିଲେ କହୁଥିଲେ ସେ ମାଙ୍କଡ଼ ହାଡ଼ ଗୋଟେ ରହିଯାଇଥିଲା, ରହିଥିଲା। ତାପରେ ସନ୍ଧ୍ୟା ଯେମିତି ହବ ତାଙ୍କ ମାଟୁପୁରେ ଟିଣା ବଜେଇବ, ଆବାଜ କରିବ, ଦୌଡ଼ିବ, ଫୁମ୍ପା ମାରିବ ମାଟୁପୁରେ। ଏଇରକମ କରତେ ସେ ତାକୁ ଗୋଟେ ଗୁଣିଆ ଆସିକିରି ସେ କାଳିଆରୁ ଗୋଟେ ବାବାଜୀ ଆସିକିରି ତାକୁ କାଢ଼ିଛି। ଆଗରୁ କାଳେ ଯୋଉ ମାଣ୍ଡି ବସନ୍ତି କାଳେ ଆମ ଗାଁର କାଳେ ଯୋଉ ଝିଅଙ୍କୁ ଦିଟା ବି ମାଣ୍ଡି ଗୋଟେ ସୁଧାଂଶୁ ବୋଲି ଗୋଟେ ଭୂତ ଥିଲା ତା ନା, ତାକୁ କାଳେ ମାଣ୍ଡି ବସେ, ପ୍ରବଳ ଲୋକଙ୍କୁ ବି ମାଣ୍ଡି ବସିଛି, ଆଉ ଦିଟା ଝିଅଙ୍କୁ ବି କାଳେ ମାରି ଦେଇଛି। ସତ ନା ମିଛ? ସେଟା ସେ ଗୋଟେ ଆମ ସାହିରେ ଗୋଟେ ବୋଉର ବାପ ଘର ସୁକୁଦେଇପୁର ସିଏ ଯାଇଥିଲା। ସେଇ ବାଟେ ମୁସଲମାନ ବସିଛି ତ, ଆସିଲା ବେଳକୁ ଆଉ ତା ସାଙ୍ଗର ଆସିକି ଆଉ ଆମ ଗାଁର ପ୍ରତ୍ୟେକ ଗୋଟେ ଭଲ ଝିଅ ମାନଙ୍କୁ ଦେଖିଲେ ତାଙ୍କିରି ଦିଅର ବି ରୁହେ, ରହିକି ଦୁନିଆ କେଳଙ୍କାରୀ କରନ୍ତି। ଆଉ ତାପରେ କ'ଣ ଗୁଣିଆ ନଥିଲେ ତାକୁ କ'ଣ କାଢ଼ିବା ପାଇଁ? ତାକୁ କେହି ପାରିଥିଲେନି। ତମେ ଯଦି ଏଇଠି ତା ନାଁର କଥା କହିବ ସିଏ ଜାଣି ନେବ, ସେ ସାଙ୍ଗେ ଶୁଣି ନେବ। ହଁ, ଜାଣିକି ଏମିତି ବି ଭୂତ ଅଛନ୍ତି, ତା ନାଁରେ ବି କହିଲେ ସିଏ ମାରିଦିଏ। ଆଉ ଗାଡେ ତୁ ଯଦି କିଛି ତାକୁ କହିବୁ, ସେ ଗାଡି ରାତିରେ କହିବ ମୁଁ ତ ଦେଖିନି, ତୁ ଏଇ ବାଟେ ଆଉଛୁ ସେଇ ବାଟେ ଆସୁଛୁ, ତ ମୁଁ ଗୋଡ଼େଇ ପକେଇବି ସାଇକେଲ। ଆଗରୁ ତ ସାଇକେଲ ଥିଲା, ଆଉ ସାଇକେଲ ଗୋଡ଼େଇ ପକେଇବି, ମୁଁ ଏଇ ବାଟେ ରାତିରେ ଯାଉଛୁ ଅଟକେଇବି। ଏଇଟା ସତ ନା ମିଛ? ନା ଏଇଟା ସତ ଘଟଣା। ସେ ବହୁତ ଦିନ ଆମ ଇଲାକାରେ ରହିଛି। ସୁନ୍ଦର ଯିଏ ନୂଆ ବୋଉଟେ ଆସିବ ତାକୁ ବି ଧରିକି
ଆଉ ସେ ବି ବିଭିନ୍ନ ପ୍ରକାର ଇଏ ହୁଏ। ଆଉ ସେ ଝିଅମାନଙ୍କୁ ବି ଦେଖିଲା ଯେ ଭଲ ଝିଅ ସେମାନଙ୍କୁ ବି ଯାଇକି ତା ଦେହରେ ପ୍ରବେଶ କରେ, କରିକି ଯେତେ ଜାଗାରୁ ଗୁଣିଆ ଫୁଣିଆ ଆସିଲେ କିନ୍ତୁ ତାକୁ କାଢ଼ି ପାଇଲେନି। ଏବେ ସିଏ ଅଛି ନା ନା ଏବେ ଆଉ ତା କଥା କେହି କହୁନାହାନ୍ତି ଯେ ଆଉ ସେମିତି କାମ ହଉନି, ସେ କାର୍ଡ଼ ଯାଇଛି। ମଉସାଙ୍କ ପାଖରୁ ତ ଶୁଣିଲେ ଆମ ଭୂତ କଥା, ଆଉ ମଉସା ବି ତାଙ୍କ ଅତୀତରେ ଯାହା ସବୁ ଘଟିଥିଲା ସେ କହିଲେ। ଆଉ ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗୁଥିବ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ନେକ୍ସଟ ଭିଡ଼ିଓରେ ଦେଖା ହେବା। ରହୁଛି, ଜୟ ଜଗନ୍ନାଥ।